शेषରେ ନିଜର ନିରବତାକୁ ଭଙ୍ଗ କରିଛନ୍ତି ବର୍ଷା ସମସ୍ତଙ୍କ ସାମ୍ନାରେ ଆସି ନିଜର ମତ ରଖିଛନ୍ତି। ଅନୁଭବ ବର୍ଷାଙ୍କର ଛାଡ଼ପତ୍ର ବହୁତ ଶୀଘ୍ର ହେବାକୁ ଯାଉଛି ଏବଂ କୋର୍ଟରୁ ମଧ୍ୟ ଆଦେଶ ହୋଇସାରିଛି ଯେ ତାଙ୍କର ଛାଡ଼ପତ୍ର ହେବ। ଆଉ ଯେଉଁ କାରଣ ପାଇଁ ଅନୁଭବ ବେଶ ସେଲିବ୍ରେସନ୍ କରୁଛନ୍ତି। ଅନୁଭବଙ୍କର ଜନ୍ମଦିନରେ ପୁନର୍ଜନ୍ମ ହେଲା ପରି ଫ୍ୟାନ୍ମାନଙ୍କ ସହିତ ମସ୍ତି କରୁଛନ୍ତି। ଅନୁଭବ ବେଶ ଖୁସି ଥିବାର ଜଣାପଡ଼ୁଛନ୍ତି। ଅନୁଭବ ବର୍ଷାଙ୍କର ଛାଡ଼ପତ୍ର ବହୁତ ଜଲ୍ଦି ହେବାକୁ ଯାଉଛି ଏବଂ ଅନୁଭବ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଆସି ମଧ୍ୟ ନିଜର ମତ ରଖିଛନ୍ତି। ଛାଡ଼ପତ୍ରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନୁଭବ କ'ଣ ସବୁ ଛାଡ଼ପତ୍ରକୁ ନେଇ କେତେ ଖୁସି ଅଛନ୍ତି ଏବଂ କେତେ ଏକ୍ସାଇଟେଡ୍ ଥିଲେ ଏହି ଛାଡ଼ପତ୍ର ପାଇଁ। ଦୀର୍ଘ 4 ବର୍ଷ ହେବ ଯେମିତି ସଂଘର୍ଷ କରିଛନ୍ତି। ବାହାଘରର 6 ବର୍ଷର ସମ୍ପର୍କ କେମିତି ଥିଲା ସବୁକିଛି ଟିକିନିକ୍ ଭାବରେ ଫ୍ୟାନ୍ମାନଙ୍କ ସାମ୍ନାରେ ସୋସିଆଲ ମିଡ଼ିଆ ସାମ୍ନାରେ ଗଣମାଧ୍ୟମ ଜରିଆରେ ସେୟାର କରିଛନ୍ତି। ହେଲେ ବର୍ଷା ପ୍ରିୟଦର୍ଶିନୀ ଏତେ ପର୍ଯ୍ୟନ୍ତ ଚୁପ୍ ରହିଥିଲେ ଏବଂ ବର୍ଷା ମଧ୍ୟ ନିଜର ନିରବତା ଭଙ୍ଗ କରିଛନ୍ତି। ତେବେ ବର୍ଷା ତାଙ୍କର ଛାଡ଼ପତ୍ରକୁ ନେଇ କ'ଣ ସବୁ କହିଛନ୍ତି, ବର୍ଷାଙ୍କର ପ୍ରତିକ୍ରିୟା କ'ଣ ରହିଛି, ଅନୁଭବ ବର୍ଷାଙ୍କର ଛାଡ଼ପତ୍ରକୁ ନେଇ ବର୍ଷାଙ୍କର ପ୍ରତିକ୍ରିୟା କ'ଣ ରହିଛି, ପ୍ରକୃତରେ କ'ଣ ବର୍ଷା ଖୁସି ଅଛନ୍ତି ନା ବର୍ଷା ମନ କଷ୍ଟ କରୁଛନ୍ତି ଯେଉଁ କାରଣ ପାଇଁ ସେ ଗଣମାଧ୍ୟମର ସାମ୍ନା କରୁନଥିଲେ। ତେବେ କ'ଣ ରହିଛି ବର୍ଷାଙ୍କର ପ୍ରତିକ୍ରିୟା, ଛାଡ଼ପତ୍ରକୁ ନେଇ ବର୍ଷା କ'ଣ କହୁଛନ୍ତି, ଆସନ୍ତୁ ଜାଣି ରଖିବା ବର୍ଷା କ'ଣ କହିଛନ୍ତି। ବର୍ଷା ସୋସିଆଲ ମିଡ଼ିଆ ଜରିଆରେ ଏକ ପୋଷ୍ଟ ମାଧ୍ୟମରେ ଉଲ୍ଲେଖ କରିଥିଲେ କି ସତ୍ୟ ଉପରେ ବିଶ୍ୱାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ଦୀର୍ଘ 3 ବର୍ଷର ଲଢ଼େଇ, 3 ବର୍ଷ ମାନସିକ ଯନ୍ତ୍ରଣା, ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନ ଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସରେଟନ ଓ ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନ ପଡ଼ି ମୁଁ ଲଢ଼ିବି ଏବଂ ଶେଷରେ ସତ୍ୟର ଜୟ ହେବ। ଆଉ ଜୟ ବି ହେଲା। ଏହି ଆଇନ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି। ମୋ ପରିବାର ତଥା ମୋ ମାଆଙ୍କ ଆଶୀର୍ବାଦ ବିନା ଏହା କେବେ ବି ସମ୍ଭବ ହୋଇପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୋତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି ସେ ମଧ୍ୟ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ହେଲେ ଯେଉଁ ପୋଷ୍ଟଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, କିନ୍ତୁ ଆମେ ଆପଣମାନଙ୍କୁ ଏଇଠି ସ୍ପଷ୍ଟ ଭାବରେ କହି ରଖୁ କି ବର୍ଷା ପ୍ରିୟଦର୍ଶିନୀ ଏହି ପୋଷ୍ଟଟି ବହୁତ ଦିନ ପୂର୍ବରୁ କରିଥିଲେ। 23 ସେପ୍ଟେମ୍ବରରେ ଏହି ପୋଷ୍ଟଟି ବର୍ଷା ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ। ହେଲେ ତାଙ୍କର ଛାଡ଼ପତ୍ର ମାମଲାର ତାରିଖ ଘୋଷଣା ହେବା ପରେ ବର୍ଷା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି। ଅନୁଭବ ତ କେବଳ ଖୁସି ଥିବାର ଜଣାପଡ଼ୁଛନ୍ତି, ହେଲେ ବର୍ଷା କିଛି ବି ମୁହଁ ଖୋଲିନାହାନ୍ତି। ତେବେ ବର୍ଷା ଏନେଇ କ'ଣ କହୁଛନ୍ତି, ବର୍ଷାଙ୍କର ପ୍ରତିକ୍ରିୟା କ'ଣ ରହିବ ତାହା ତ ଆଗାମୀ ସମୟରେ ଆପଣମାନେ ଆମର ଏ ଚ୍ୟାନେଲ ମାଧ୍ୟମରେ ଜାଣି ରଖିବେ। କିନ୍ତୁ ସୋସିଆଲ ମିଡ଼ିଆରେ ଯାହା ବି ଚର୍ଚ୍ଚା ଚାଲିଛି, ବର୍ଷା ମୁହଁ ଖୋଲିଛନ୍ତି କି ତାଙ୍କର ଛାଡ଼ପତ୍ରକୁ ନେଇ କିଛି ବି ପ୍ରତିକ୍ରିୟା ରଖିଛନ୍ତି ବୋଲି ଯାହା ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଏହାକୁ ନେଇ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି।